कोटि कोटि प्रणाम निवेदन करुछि प्रणाम करुछि आम लीलाश्री चतुर्थामूर्ति वर्षित नीलमाधव रूप से बढ़िया आम गाँव देवी सुधादेवी हरबाई सालुकेश्वर आउ इष्ट देवता मान अच्छा समस्त गोटे रूप से परमात्मा प्रणाम जनाई आम विश्व आम देश आम राज्य आम परिवार समस्त मंगल प्रार्थना आज हूँ महा नवमी कार्तिक मास कार्तिक मास महा नवमी कार्तिक मासर प्रतिटी संध्या सब गाँ गहली भिन्न भिन्न भाव में पालन क्योंकि राहस हुए क्योंकि भागवत पाठ हुए क्योंकि शिवंकर आराधना हुए धवलेश्वर आराधना हुए ये भाव में कार्तिक मासर गोटे महात्मा रही बड़ बड़ुआ पूजा ठारू गौरा श्राद्ध आकाश दीप तुलसींकर पूजा गंगा भसा बौद्ध बंदान इत्यादि इत्यादि विभिन्न प्रकार कार्य अच्छी मास पोषाक परिवर्तन आधुनिकता को लेकिन किंतु परंपरा बुरी नहीं बिहारी माने ये कार्तिक मासरे छठ पर्व करती नदी कूल बहु लोकंर हुए कार्यक्रम सुंदर भाव ये देखो आम कार्तिक मासर आरंभ में गजलक्ष्मी पूजा तापर आसला काली पूजा श्री गोवर्धन पूजा एमती सब ये मासटी आप देखिए श्रीक्षेत्र में हजार हजार प्रतिहरा माँ माने विभिन्न प्रकार व्रत उपासना कर गोटे ओई
ମହାପ୍ରସାଦ ପାଇ ଗୋଟିଏ ମାସ ପର୍ଯ୍ୟନ୍ତ ସେମାନେ ବ୍ରତ ପାଳନ କରନ୍ତି। ତେବେ ଯାହା ହଉ ଏସବୁ ବିଷୟରେ ଆପଣମାନେ ଜାଣିଛନ୍ତି। ମୁଁ କହିଥିଲି ସମୟ ନଷ୍ଟ କରୁନି। ଏଥିରୁ ସତ୍ୟଟି କିଛି ବର୍ଷ ହେଲା ଏଠି ଯେଉଁ ଉତ୍ସବ ଲାଗିଛି ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆମେ କହିବା ଭଗବାନ କରୁଛୁ। ଭଗବାନଙ୍କର ହାତ ଗୋଡ଼ କୋଉଠି ଅଛି ସେ ଆସିକି କରୁଛନ୍ତି। ଏକଥା ଆମେ ଆଉ କାହିଁକି ଏପର୍ଯ୍ୟନ୍ତ ଦେଖିବାକୁ ଚାହୁଁ। କରୁଛି ଭକ୍ତ ଭଗବାନଙ୍କ ପାଇଁ କରୁଛି। ସେ ଭଗବାନଙ୍କୁ ଦେଖିଛି କି ନା ସନ୍ଦେହ, ଦେଖିବ କି ନା ତା ମଧ୍ୟ ସନ୍ଦେହ। କିନ୍ତୁ ସେ ଭଗବାନଙ୍କ ପାଇଁ ଅତ୍ୟନ୍ତ ନିର୍ଭର ଭାବରେ ସବୁ କାମ ସବୁବେଳେ କହୁଛି ଭଗବାନ। ଏଇଟା ପ୍ରକୃତ। ଆପଣଙ୍କର ହାତରେ ଥିବା ଶକ୍ତି ତାଙ୍କରି ହାତ, ଆଖିରେ ଥିବା ଦୃଶ୍ୟମାନ ଶକ୍ତି ହେଉଛି ତାଙ୍କରି ଆଖି, କାନରେ ଶବ୍ଦ ଶୁଣିବାର ଯେଉଁ ଯନ୍ତ୍ର ସେ ହେଉଛି ତାଙ୍କରି ଦେମା, ସବୁ ତାଙ୍କରି ଦେମା। ସେ ଦେଖା ଦେଉନାହାନ୍ତି। ତାଙ୍କ ରୂପ ପ୍ରକୃତ ନିରାକାର। ଜଗନ୍ନାଥଙ୍କର ରୂପ ହେଉଛି କଳା, କଳାଟି ହେଉଛି ନିରାକାରଙ୍କର ସ୍ୱରୂପ। ଜଗନ୍ନାଥଙ୍କର ଯିଏ ଜ୍ୟେଷ୍ଠ ଭ୍ରାତା ଭାବରେ ପୂଜା ପାଉଛନ୍ତି ବଳଦେବ, ତାଙ୍କ ରୂପଟି ହେଉଛି ଧଳା, ଧଳାଟି ହେଉଛି ସାକାର ରୂପ, କଳାଟି ହେଉଛି ନିରାକାର ରୂପ। ଏବଂ ମଝିରେ ଯିଏ ବସିଛନ୍ତି ସୁଭଦ୍ରା, ଆମେ ସୁଭଦ୍ରା ବୋଲି କହୁ। କଳା ଲୋକ ହଉ, ଗୋରା ଲୋକ ହଉ, କାଳିଆ ଲୋକଟି ହଉ, ଗୋରା ଲୋକଟି ହଉ, ଯାହା ବି ହଉ, ତା ଭିତରେ ଯଦି ଭଦ୍ରତା ନାହିଁ, ତା ଭିତରେ ଯଦି ଶୃଙ୍ଖଳା ସଂଯମତା ଏସବୁ କିଛି ନାହିଁ, ତାହେଲେ ତାର ମଣିଷ କରିବା ଯିଏ ଯେତିକି ଭଦ୍ର, ଯେତିକି ଗୁଣୀ ବା ଜ୍ଞାନୀ ବା ମାନି, ସେ ସବୁବେଳେ ଉଚ୍ଚ ନୁହେଁ। ସେ ସବୁବେଳେ ତାର ରୂପ ହେଉଛି, ରୂପ କହିଲେ ତାର କଳେବର ହେଉଛି ରୁଦ୍ର। ଆପଣମାନେ ଜାଣିଛନ୍ତି ଭଗବାନ ବାମନ ଅବତାର ହେଲେ, ବାମନ ଅବତାର ହେଇଛନ୍ତି, କିନ୍ତୁ ସ୍ୱର୍ଗମର୍ତ୍ତ୍ୟ ପାତାଳ ପୂର୍ବକୁ ସେ ଦାନ କରିଛନ୍ତି। ରାଜା ବଳି ତାଙ୍କର ତାଙ୍କ ରୂପଟା ହେଉଛି ବାମନ। ସେମିତି ଆପଣମାନେ ମଧ୍ୟ ବାମନ ରୂପ ଧାରଣ କରିପାରିବେ। ଯେତେବେଳେ ଧାରଣ କରିବେ, ଯେତେବେଳେ ଆପଣଙ୍କର ମନ
ଧନ ଜନ ତନ ଏ ସବୁ ଠାରୁ ଅଲଗା ରହିବ ଏବଂ ନିଜକୁ ଆପଣ ଗୋଟେ ଛୋଟିଆ ଲୋକ ବୋଲି ଭାବିବେ, କାମ ବହୁତ କରିବେ। ସେତିକି ବେଳେ ଆପଣମାନେ ମଧ୍ୟ କାମ ତେବେ ଏଇ ଯୋଉ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ କହିଲେ ଏଇ ଯୋଉ ସୁନ୍ଦର ପୃଥିବୀ କି ଆପଣ ଦେଖୁଛନ୍ତି, ଏଇ ପୃଥିବୀର ସୌନ୍ଦର୍ଯ୍ୟ ହଉଛି ସୁଦର୍ଶନ। ଏତେ ସୌନ୍ଦର୍ଯ୍ୟ ମଣିଷ କେବେ ତିଆରି କରି ପାରିବ? ଜଙ୍ଗଲ, ପାହାଡ଼, ପର୍ବତ, ନଦ, ନଦୀ, ଝରଣା ଯୋଉଠିକି ଯିବ ସେଠି ଗୋଟେ ସୌନ୍ଦର୍ଯ୍ୟ ହଉଛନ୍ତି ପ୍ରକୃତରେ ସୁଦର୍ଶନ। এই সুদর্শনକୁ ଅନନ୍ତଙ୍କ ରୂପରେ ବ୍ୟାଖ୍ୟା କରାଯାଏ। ସୁଦର୍ଶନ ନାମ ଅନନ୍ତ ରୂପ। ଛାଡ଼ନ୍ତୁ, ଏମିତି କହିଲେ ତ ବହୁତ କଥା ହବ। ତେବେ ଆଜି ହେଉଛି କାର୍ତ୍ତିକ ମାସର ମଙ୍ଗଳା ନବ। ଏ ମାସ ଦିନ କାର୍ତ୍ତିକ କାହିଁକି ହେଲା? କିଏ ଗୋଟେ ବସିକିରି ପୁଅ ଝିଅଙ୍କର ନାଁ ଦିଏ। ପୁଅଟି ନାଁ ଯେ ବଡ଼ ପୁଅ ନାଁ ସାମ ଥିଲା, ତା ତଳ ପୁଅ ନାଁ ଦାମୋଦର। ସେମିତି ଗୋଟେ କଣ କିଏ ନାଁ ଦେଇଛି? ପ୍ରକୃତରେ ମାସ ଗୁଡ଼ିକ ନାଁ ହଉଛି ନକ୍ଷତ୍ର ମାନଙ୍କ ସହିତ ତାର ଯେମିତି କାର୍ତ୍ତିକ ମାସ ନାଁ ହେଉଛି କୃତ୍ତିକା ନକ୍ଷତ୍ର ଅନୁଯାୟୀ ଏ ମାସର ନାମ ହେଉଛି କାର୍ତ୍ତିକ। କାର୍ତ୍ତିକେଶ୍ୱରଙ୍କର ପୂଜା ହବ ବୋଲି ଆ ନାଁ ଯେ ଶିବ କାର୍ତ୍ତିକ ବୋଲି ଦେଇଛନ୍ତି, ସେ କଥା ନୁହେଁ। ଏହା କପୋଳ ପ୍ରତୀକ କଥା। କିନ୍ତୁ କୃତ୍ତିକା ନକ୍ଷତ୍ର ଅନୁଯାୟୀ ଏ ମାସର ନାମ ହେଉଛି କାର୍ତ୍ତିକ। ଆଉ ନକ୍ଷତ୍ର ମାନଙ୍କ ମଧ୍ୟରେ ଯେତେ ନକ୍ଷତ୍ର ଅଛନ୍ତି, କୃତ୍ତିକା ନକ୍ଷତ୍ର ହେଉଛନ୍ତି ଚିର କୁମାର ଏବଂ ଚିର ସୌନ୍ଦର୍ଯ୍ୟ। ତାଙ୍କର ସୌନ୍ଦର୍ଯ୍ୟର ନାମ ହୁଏନି। ତେଣୁ ଏ ମାସର ନାମ ହେଉଛି କାର୍ତ୍ତିକ। କାର୍ତ୍ତିକ କୁମାର ଭାବରେ ଅଛନ୍ତି। କୁମାର ଶବ୍ଦର ଅର୍ଥ କଣ? ନିଶ୍ଚିତ ଭାବନାକୁ ଯିଏ ଦମନ କରିପାରିଛି, ଖରାପ ଭାବନା ଯେ ମନରୁ ଦୂରେଇ ଦେଇ ପାରିଛି, ସେଇ ହେଉଛି କୁମାର। ଏଭଳି କୁମାରୀ କହିଲେ ଯେଉଁ ମଣିଷ ବା ମା କି ଝିଅ ଏମାନଙ୍କ ଭିତରୁ ଉଚ୍ଛିତ ଭାବନା ଦୂରୀଭୂତ ହେଇଛି, ସେ ହେଉଛନ୍ତି କୁମାର। ସମସ୍ତେ କୁମାର ପୁନେଇ ଜନ୍ମରୁ ଫୁଲ ବଉଳ ବୋଲି ଗାଇଲେ ଜଣେ କୁମାର ହେଇଯିବ କି ଜଣେ କୁମାରୀ ହେଇଯିବ, ସେ କଥା କହିଲେ କୁମାର ନିଶ୍ଚିତ ଭାବନା ଆଉ ଦୂରେଇ ଯିବ। ତେବେ ଯାହା ଇଏ ସବୁ ଗୋଟିଏ ପ୍ରକାରର ତତ୍ତ୍ୱ। କିନ୍ତୁ ଆଜିର ଏଇ ଯୋଉ ତତ୍ତ୍ୱଟି, ଏ ତତ୍ତ୍ୱଟି ମଧ୍ୟ ଗୋଟେ ବଢିଆ ତତ୍ତ୍ୱ। এই তত্ত্বটিକୁ ଯଦି ଆପଣ ଜାଣିଗଲେ ତାହେଲେ ସବୁ କଥା ବି, আর এই কথা ভিতরে বেদ, বেদান্ত, গীতা, ভাগবত ସବୁ ଅଛି।
ରାମାୟଣ ମହାଭାରତ ସବୁ ଆଜିର ମଣିଷ ମାନେ ତତ୍ତ୍ୱକୁ ଖୋଜୁନାହାନ୍ତି, ଦର୍ଶନକୁ ଖୋଜୁନାହାନ୍ତି, କେବଳ ବାହ୍ୟ କଥା ଉପରେ ଗୁରୁତ୍ୱ ଦଉଛନ୍ତି। କାର୍ତ୍ତିକ ମାସ ସୋମବାରେ ଆମର ଆଜି ଶିବଙ୍କ ଉପାସନା, ଆଜି ଆମେ ପୁରା ନିଷ୍ଠାର କରୁ। କାଲିକି ମଙ୍ଗଳବାର ହବ, ଛେଳି କାଟିକିରି ଖାଇବା। ପରଦିନକୁ ବୁଧବାର ହବ, ମଧୁ ଚାମଚ ପିଇବା। ଆମ ଭାବନା ତ ଏମିତି ହେଇଯାଏ। କାର୍ତ୍ତିକ ମାସରେ ବି ଆମିଷ ଦୋକାନ ବି ବହୁତ ଚାଲିଥାଏ, ଭଲ ଚାଲିଥାଏ। କିନ୍ତୁ ତତ୍ତ୍ୱ ଜାଣିଲେ ତୁତେ ଭ୍ରାନ୍ତି ତତ୍ତ୍ୱ ଜାଣିଲେ ତୁତେ ଭ୍ରାନ୍ତି ଆଜିର ସନ୍ଧ୍ୟା ହଉଛି ଅଁଳା ନବ। ଅଁଳା ଗୋଟିଏ ଗଛ, ସେଟା ହଉଛି ତ୍ରିଫଳା ଅନ୍ତର୍ଗତ। ହରିରା, ସାହାରା ଆଉ ଅଁଳା। ଆଜି ମା ମାନଙ୍କୁ ଅଁଳା ଗଛ ସୂଚେଇ ଦିଏ, କଳା ପାନ ନ ଖାଇ ଏ ଅଁଳାରୁ ଟିକେ ଟିକେ ପାଟିରେ ବସେ, ତାହେଲେ ତମ ଦେହ ବହୁତ ଭଲ ରହିବ। ତମକୁ ବୟସ ହେଇଗଲାଣି, ତମେ ଯଦି କଳା ପାନ ଖାଇବ ତାହେଲେ ତମ ନିଶ୍ଚିତ ଦେହ ଖରାପ। ତେଣୁ ଏ ଅଁଳା ଖଣ୍ଡେ ଖଣ୍ଡେ ପାଟିରେ ପକାଏ। ବୁଢ଼ୀ ମା ମାନେ କଣ କରନ୍ତି, ସେ ଅଁଳା ଯେ ଲୁଗାରେ ଦେଲେ ମୁଣ୍ଡରେ ଟିକେ ମାରିକିରି ତାକୁ ରଖନ୍ତି। ସେ ଭାବନ୍ତି ଏମିତିଟା ମୁଣ୍ଡରେ ମାରିଦେଲେ ଗୋଟେ ପୁଣ୍ୟ। ଦେଖନ୍ତୁ ଏସବୁ କଥା ବହୁ ପରବର୍ତ୍ତୀ ସମୟ ଅନନ୍ତ ନାମେ ଅନ୍ତ ନାହିଁ এই ଯୋଉ କଥାଟି ଆପଣମାନେ ଶୁଣିଲେ, ଇଏ କଣ କମ୍ପଣ କଥାଟି? ଅନନ୍ତଙ୍କର ଆଦ୍ୟ କୋଉଠି ଆଉ ଶେଷ କୋଉଠି ପ୍ରକୃତରେ କିଏ ତାକୁ ଜାଣିଛନ୍ତି କି? ଯୁଗେ ଯୁଗେ ଅନନ୍ତ ଜନ୍ମ, ଅନନ୍ତ ଯୁଗେ ଯୁଗେ ଜନ୍ମ ହୁଅନ୍ତି। ସେ ଜନ୍ମ ହୁଅନ୍ତୁ ଦେହ ଧରିକି ଆସୁ, ସେ ଜନ୍ମ ନଥିଲା ହେଇପାରିବ। ସତ୍ୟଯୁଗରେ ଶେଷରେ ତ୍ରେତୟାରେ ଲକ୍ଷ୍ମଣ, ଦ୍ୱାପରରେ ବଳରାମ, କଳିରେ ନିତ୍ୟାନନ୍ଦ, ଆଉ ଶ୍ରୀକ୍ଷେତ୍ରରେ ନିଜେ ସ୍ୱୟଂ ବଳରାମ। ଇଏ ହଉଛନ୍ତି ଅନନ୍ତ, ଅନନ୍ତଙ୍କର। କିନ୍ତୁ ଏମାନଙ୍କୁ ସବୁ କେହି ବେଶୀ ଡାକନ୍ତି। କାହାକୁ ଡାକନ୍ତି? ସତ୍ୟ କହିଲେ ଆମେ ବୁଝୁ ନୃସିଂହ, କେତେବେଳେ କିଏ ନା ରାମ, ଦ୍ୱାପରରେ କୃଷ୍ଣ, କହିଲେ ଜଗନ୍ନାଥ, କେମିତି ସବୁ ଗୌରାଙ୍ଗ, କେମିତି ସବୁ ଆମେ ବୁଝିଯାଉ। କିନ୍ତୁ ଅବତାରଙ୍କର ପଶ୍ଚାତରେ ଯିଏ ଥାନ୍ତି, ସିଏ ହଉଛନ୍ତି
शेषदेव लक्ष्मण बलराम नित्यानंद महाप्रभु एवं कथा प्राय आलोचना बहुत हुए आप रामायण देखो पालाकार मानकर पाला संगीत केवल कृष्ण राम विषय से जी कहती केवे भी बलराम विषय कहला खूब कम जय बलराम सत्य औषध आप खाऊ तार गुण कौन आप जानी ना कि औषध खाइले गुणटा को अनुभव कर तेरे ये जो बलदेव तत्व का लक्ष्मण का तत्व आपको सब आप शुणे रखिबे रघुनाथ रामचंद्र जिते मृगया पछरे गोटे मृग को मारिया जाऊ जानकी देखू मृग त्राही लक्ष्मण बोली डाकिला सीता लक्ष्मण को धिकार कले तेरे जाओ भाई की विपद पड़ी ये जिते बुझे बुझे शेषर जो तीनोटी गार से पकई गले से तीनोटी गार जोटा पढ़ी जहाँ रखिए अनंत सीता सीता रावण पुष्पक दायित्व केमी दायित्व से सब कथा गोटे से गोटे हो अड़ा नवमीर प्रथम अक्षर हो अनंत नाम चिंता करना मु तम पचर ये
तापरे ला ला कौन दुनिया रे अपन बहु प्रकार व्यवसाय चाह दुकान ठाकुर आउ जो कौन जिते माने शिल्प प्रमाण किंतु प्रकृत जीवन लाभ कौन आप बहुत प्रकार कर धरतु ये गोटे पीठ आम ये सब रही आपको जी कर सब ये आपको करने दान कर पड़े किंतु कौन नहीं आप दुनिया कौन नहीं दुनिया मनुष्य संघर भक्त मैंने आज एकत्र होती गोटे अल्प रूप गोटे कार्यक्रम चली आपण मैंने जहाँ नहीं जीवे जो मैंने आसी ना हाँ आम बाबा बढ़िया तो देखीचु टीवी तो देखुचु लाइव तो देखुचु और सही बाबा तो आई कौन या कहे किंतु आपण मैंने जहाँ नहीं से कदापि नहीं मानवे से शक्ति ना आपण मैंने कौन नहीं आज यही जो सतसंगर बजी नीलमाधव दर्शन कर सुभद्रा को राधांत रूप आपण मैंने दर्शन कर नाम कीर्तन शुणु आज कार्तिक बादल आप अनंत प्रसाद जगन्नाथ प्रसाद पाते ये कौन छोटिया कथा वर्णना कर अभिमन्यु देखिले जय राधा जिते बयस 90 वर्ष जीव किए 95 वर्ष जीव किए 100 वर्ष जीव गला बेले आज यही स्वीकृत आज आपण मैंने दुआगढ़ वैकुंठ भवन नीलमाधव क्षेत्र में आप बसी आज जो पवित्र नाम कीर्तन का सत्संग कर गोटिक यही स्वीकृत आपण सागे गणतंत्र आउ सब रही मो मानस गुरुबाया कहले
ଜାତୀୟ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କଲେ। ଯେତେ ଗୁଡ଼ିଏ କାମ କାର୍ଯ୍ୟ ହେଲା ଆପଣ ସବୁ ସେ କ'ଣ ସେ କାର୍ଯ୍ୟକ୍ରମ କ'ଣ ଆପଣ କୋଉ ଭାବୁଥିବେ ବାବା ବଢ଼ିଆଙ୍କ ପାଇଁ ଏ କାର୍ଯ୍ୟକ୍ରମ ମୁଁ ସେ କଥା କେବେ ଭାବିବି ପାରିବି। ଏଇ ଯୋଉ ପୂର୍ବେ ଦେଉ କରି ଖାଇ ଶିଖୁର ଆମ୍ବ ବଣରେ ଆମ୍ବଟିଏ କାଟୁ କାଟୁ ଭଗବାନ କୃଷ୍ଣଙ୍କର ମିଛରେ ହଉ କି ସତରେ ହଉ ଯେ ଗୋଟେ ଖଣ୍ଡିଆ ହେଲେ ରକ୍ତ ରହିବ। ସମସ୍ତେ ଦୌଡ଼ିଲେ କୋଉଠି କୁଡ଼ା ଅଛି କୋଉଠି କପଡ଼ା ଅଛି କୋଉଠି, କିନ୍ତୁ ସେଇଠି ଥିଲେ ଦ୍ରୌପଦୀ ଯିଏ ହଉଛି ଆଦି କବି ଶାରଳା ଦାସଙ୍କର କବି ଲେଖନୀ। ସିଏ ଅମର ଲେଖନୀ ଲେଖିଲେ ଯେ ସମସ୍ତେ କହୁଥିଲେ ଚୁଡ଼ା ପାଇଁ କନା ପାଇଁ, କିନ୍ତୁ ଦ୍ରୌପଦୀ ଆଉ ସହିପାରିଲେ ସେ ତାଙ୍କ ନିଜ ଶାଢ଼ୀକି କିଣିଦେଲେ, କିଣିଦେଇ କୃଷ୍ଣଙ୍କର ଆଙ୍ଗୁଠିରେ ଯେତେବେଳେ ପୁରୁରାଜ ସଭା କରେ ପୁରୁରାଜ ସଭା ଲୁଗା ଶାଢ଼ୀକୁ ଚିରିକିରି ତାଙ୍କ ହାତରେ ବାନ୍ଧି ଦେଇଥିଲେ। ସେଇଦିନ କୃଷ୍ଣ ମନେ ମନେ କହିଥିଲେ ଦ୍ରୌପଦୀ ଅପେକ୍ଷା କର, ପୁଣି ଜୀବନରେ ତମ ପାଇଁ ଏମିତି ଗୋଟେ ସମୟ ଆସିବ ମୁଁ ତୁମେ ଏତିକି ଟିକେ କନା ଦେଇଛ ଆଙ୍ଗୁଳିଏ କନା ମୁଁ ତୁମକୁ ଦେବି କୋଟି କୋଟି ବର୍ଷ। ସେଇ ସମୟ ଆସିଗଲା। ଦୁଃଶାସନ ଦ୍ରୌପଦୀଙ୍କର ବସ୍ତ୍ରକୁ ଟାଣିଲା, କିନ୍ତୁ ସେଇ ବସ୍ତ୍ର ଗୁଡ଼ିକ ସେ ଯେତେ ଟାଣିଲା ତାକୁ ଲାଗିଲା ଯେମିତି କୋଟି କୋଟି ବସ୍ତ୍ର ଟାଣିଛି ସେ ହାଲିଆ ହେଇକି ମୂର୍ଚ୍ଛା ହେଲା। ତେଣୁ ପୂର୍ବେ ଦେହୁ କରି ଖାଇ ଶିଖୁର ଏସବ କାର୍ଯ୍ୟରେ ଲାଗିଲା। ମନେ ରଖିବେ ସଜ୍ଜନ, ଯଦି ଆପଣ ରାସ୍ତାରେ ଯାଉଛନ୍ତି ଗୋଟେ ଦରିଦ୍ର ଲୋକ ଖାଇବାକୁ ପାଉନି, ତାକୁ ଖାଇବାକୁ ଦେବେ। ସେ ଖାଇବାଟି ପୁଣି ଆପଣ କେତେବେଳେ ନିଶ୍ଚୟ ମିଳିବ। ଯଦି କୌଣସି ବ୍ୟକ୍ତି ଶୀତରେ ଚାଦର ଖଣ୍ଡେ ପାଉନାହିଁ, ସେ ଅଳପ ଦାମିକିଆ ହବ ଚାଦର ଖଣ୍ଡେ ଦେବେ, ସେଇ ଚାଦର ପୁଣି ଆପଣଙ୍କର ନିଶ୍ଚିତ ଦରକାର। ମୋର ଗୁରୁଦେବ ଠାକୁର ନିଗମାନନ୍ଦଙ୍କର ଗୋଟେ ବାଣୀ, ଗୋଟେ ସମ୍ମିଳନୀ ମୋର କଥା ମୁଁ କହୁଛି।
ଜଣେ ବାହାରିଲେ ଠାକୁରଙ୍କ ସମ୍ମେଳନକୁ ଯିବା ବାରିପଦା। ଆଜି ସେ ଲୋକ ତ ନାହିଁ। ଗୋଟେ ଛୋଟ ଚାଦର ନେଇକି ବାହାରିଲା। ତାଙ୍କ ମା କହିଲେ, ଆରେ ଶୀତ ଦିନ ତୁମେ ଏଇ ଲୋକମାନେ ଚାଦର କ'ଣ ନଉଛ? ବହୁ ଶୀତ ତ ପଡ଼ିନି, ତାହେଲେ ଆମେ ଆଉ ଏଡ ବଡ଼ କମଳଟା ନେଇ କ'ଣ କରିବୁ? ନା 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 ନା, ମୁଁ ସେ ଚାଦର ଧୋଇଦେଇ କମଳ ଦେବି। ମା ମମତା ପାଇଁ ତାର ଅନେକ କଥାକୁ ଭାଙ୍ଗି ହୁଏ। ଯେ କମଳ ନେଇକି ଗଲେ ନିଆଁ ଲାଗିଲା, ଯେ ଅନେଇଛନ୍ତି ତାଙ୍କ ଆଗରେ ଅନେକ ଲୋକ ପୋଡ଼ି ହେଇକି ମରିଗଲେ। ବାରିପଦାରେ ଯେତେବେଳେ ଆମର ପ୍ରାଇମ ମିନିଷ୍ଟର ଥିଲେ ଦେବଗୌଡ଼ା, କିନ୍ତୁ ଇଏ ଯୋଉ ବାବୁଡ଼ି ଯାଇଥିଲେ ଇଏ ଦେଖିଲେ ମୁଁ ବି କରିବି। ସିଏ ଯୋଉ ବୋଉର ଯୋଉ କମଳଟା ସେ ଦେଇଥିଲା ସଦାରେ, ସେଇ କମଳକୁ ଘୋଡ଼େଇ ନିଆଁ ପାଳି ହେଇ ସେଇ କଥା ସେ ଯେତେବେଳେ ମତେ କହୁଥିଲି, ତାଙ୍କ ଆଖିରୁ ଅଜସ୍ର ଲୁହ। ତେଣୁ ସଜ୍ଜନ ନିଜେ ଦେହୁ କରି ଖାଇ ଶିଖୁର ଏସବ କାର୍ଯ୍ୟ ଲାଗେ। ଆପଣମାନେ ଫୁଲଟିଏ ଦେଇଛୁ। ଆମ ଏଇ ଅଞ୍ଚଳର କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ସଂଗଠନବାଦୀ ଆସିବେ। ଇଏ ଗୋଟେ ଗୀତ ବୋଲି ଇଏ ଫୁଲଟିଏ ଦେଇଛି। ଇଏ ଫୁଲର ଅନ୍ୟ ନାମ ସୁବର୍ଣ୍ଣ। ଏଇ ଯୋଉ ସୁବର୍ଣ୍ଣ ଆପଣ ମତେ ଦେଲେ, ମୁଁ ଆପଣଙ୍କୁ ଫେରେଇବି। ମୋ ମନ ତତ୍ତ୍ୱ ଏଇଆ ଭାବିକି ଦେଇ এই মন বৃন্দাবন, এই মন কাশী, এই মন বদ্রীনাথ, তুমি এই মন কাশী, এই মন বদ্রীনাথ, ଅନେକ ଅର୍ଥ ଅଛି। କିନ୍ତୁ ଆପଣମାନେ ମତେ ସମର୍ଥିତ କରିନାହାନ୍ତି। ଆପଣ ମତେ ଗୋଟେ ମାଧ୍ୟମ କରି ସମର୍ଥିତ କଲେ, ସେ ସମର୍ଥିତର ଅଧିକାରୀ ଆପଣ। ତେଣୁ ଏଠି ଫୁଲ ହଉଛି ସୁବର୍ଣ୍ଣ। ଫୁଲ ଫୁଟିଛି ଜଗତେ, ଫୁଲର ବାସନା ସିନା ଜାଣନ୍ତି ଭକ୍ତ। ଫୁଲ ଫୁଟିଛି ଜଗତେ, ଫୁଲର ବାସନା ସିନା ଜାଣନ୍ତି ଭକ୍ତ।
जन्म नहीं ये विषय कहले आहरी केते समय लगे संचन ये हूँ फूल वस्त्र खंडिया जीवन ये खंडिया वस्त्र ये वस्त्र को कौन मुझे कारीगिरी शोक ये वस्त्र को कौन करी किनिकी पूरी जापर ना भुवनेश्वर जापर ये वस्त्र नुहे ये हूँ ईशावास्य आमे समस्ते ईश्वरंकर निवास रे आमे समस्ते ईशावास्य इदं सर्वं तेन त्यक्तेन भूमिहा मातुर्भवस्य सिद्धं समर्पण करी भोग कर ये संसार का कमर नुहे ये घर बाड़ी तमर नुहे ईशावास्य ईश्वरंकर निवास तेणु आपण मैंने गड़िया को माधव को माँ सुभद्रा वस्त्र किए दान करे सेमती आपण को जन्म जन्मांतर कोटि कोटि निश्चय प्राप्त तेणु सज्जन मनुष्य जन्म गीत कहले गीत हूँ गीता श्रीमद भगवत गीत एटा बहु 700 श्लोक गीता बोली आउ गीतार जो प्रार्थना रही एमितिया प्रार्थना समग्र विश्व सृष्टि करी पारी नाही कि पारिब मध्य नाही एटा मने रखी गीतार 11 स्कंदर 36 श्लोक 46 श्लोक विश्वर सर्वोत्तमता यदि एते प्रार्थना यदि आपण मुखस्थ करी पारिबे दुईटी प्रार्थना करिए गोटे प्रार्थना हला परम ब्रह्म परम धाम परम शाश्वत आदिदेव मंत्र विपद आसवे तूफान हो बन्या हो
ଆଶା ଆପଣମାନଙ୍କୁ ଦେବାର ମୋର ଭୁଲ ଯଦି ଭଲ ପାଉଛନ୍ତି ସେ ମୂର୍ତ୍ତିକି ଭଲ ପାଆନ୍ତି ଶୂନ୍ୟକୁ ଭଲ ପାଆନ୍ତି ଏ ଦୁଇଟି ଶ୍ଲୋକ ଆପଣ ଆଚ୍ଛା କଥା ଲମ୍ବି ଯାଉଛି ଆପଣମାନେ ପୁଣି ପ୍ରସାଦ ପାଇଛନ୍ତି ଥିବେ ତେବେ ଅଁଳା ନବମୀର କଥା କହୁଛି ଇଏ ହେଲା ଅଁଳା ଏଇଟା ମନେ ରଖିଥିବେ ଜୀବନରେ ସବୁବେଳେ ବ୍ୟବସାୟରେ ଲାଭ ହଉ ଯେମିତି ଭାବୁଛନ୍ତି ସେମିତି ଜୀବନରେ କେମିତି କର୍ମଟିଏ ଆପଣ କରିବେ ତାହା ଯେମିତି ଆପଣଙ୍କ ଜୀବନର ବିପଦରେ ସମ୍ପଦରେ ଲାଭ ହେଇ ଆଉ ନବମୀ କଣ ନବମୀ କଣ ନବମୀ ଆମେ ସମସ୍ତେ ଭଲ ମଣିଷ ହବା ନଅଟି ଜିନିଷ ନଅଟି ଭାବ ଆମ ଭିତରେ ରହିଲା ତେବେ କୋଉ କୋଉ ଭାବଟା ରହିବ ବର୍ତ୍ତମାନ ଗୋଟେ ଭାବ ଆପଣଙ୍କ ଭିତରେ ରହିବ କୋଉ ଭାବଟା ଶ୍ରବଣ ଭଲ କଥା ଶୁଣୁଛନ୍ତି ଆପଣ ଘରକୁ ଯିବା ପର୍ଯ୍ୟନ୍ତ ଯିଏ ଦେଖା ହବ ସିଏ ଯଦି ପଚାରେ କୁଆଡ଼େ ଯାଇଥିଲ କାନ୍ଦିଲ ମା ଜଗନ୍ନାଥ କଣ ଶୁଣିଲ ଏଇଆ ତେଣୁ ଶ୍ରବଣ ଜୀବନରେ ଭଲ କଥା ଶୁଣ ତାପରେ ଆଉ ଗୋଟିଏ ଭକ୍ତି ଆପଣ କରୁଛନ୍ତି ଆପଣ ଜାଣିନାହାନ୍ତି ତିନିଟା ଖଣ୍ଡେ ଭକ୍ତି ଆଉ ଗୋଟେ ଭକ୍ତି ଯଦି ଯୋଉ କୀର୍ତ୍ତନ ହଉଛି ଆପଣ ଶୁଣୁଛନ୍ତି ଆପଣ ମାନେ କୀର୍ତ୍ତନ କରୁଛନ୍ତି ଆମେ ପଢିଲା ବେଳେ ଆପଣ ଜାଣିପାରୁଛନ୍ତି ଆପଣ କାହିଁ ଜାଣିପାରୁଛନ୍ତି ତେଣୁ କୀର୍ତ୍ତନ ଶ୍ରବଣ କୀର୍ତ୍ତନ ଭାଗବତରେ କୁହାଯାଇଛି ମୋ ନାମ ଶ୍ରବଣ ଭଗବାନଙ୍କ ନାମ କୀର୍ତ୍ତନର କଥା ଶୁଣେ ଆଉ କୀର୍ତ୍ତନ କରେ ସେ ଦି ଜଣଙ୍କର ତ ଉଦ୍ଧାର ହେଇଥିଲା ଏ ଦିଟା ଭାବ ବର୍ତ୍ତମାନ ଚାଲୁଛି ଆହୁରି ଗୋଟେ ଭାବ ଚାଲିଛି କଣ ଅର୍ଚ୍ଚନ ଶ୍ରବଣ କୀର୍ତ୍ତନ ଅର୍ଚ୍ଚନ ନୀଳମାଧବଙ୍କ ପାଖରେ ଆମ ନନା ଆପଣମାନଙ୍କ ପାଇଁ ଓକିଲାତି କରୁଛନ୍ତି ଯୋଉ ନନା ପୂଜା କରୁଛନ୍ତି ଆମ ବେଦ ସ୍କୁଲର ଛୋଟ ଛୋଟ ପିଲାମାନେ ତାଙ୍କ ଗୁରୁଜୀ ଆମ ପାଇଁ ଓକିଲାତି କରୁଛନ୍ତି ଯୋଉ ବେଦ ଧ୍ୱନି କରୁଛନ୍ତି ସେ କଣ ସେ ଓକିଲାତି ଆମ ପାଖରେ ଭଗବାନଙ୍କ ପାଖରେ
देखी नौना प्रिय माधव को भोग लगो वो कोई लोग ये वकिलाटी अर्चन आपण पूजा करें ना बोली आपण भीतर से निष्ठा नहीं बोली आप नना को नना भगवान तेणु श्रवण कीर्तन स्मरण आम सब अगा श्रवण कीर्तन स्मरण बात जो कथा अपन शुणिले पुणी हुए तो आसंता मौलाना पर्यंत आम जो आम से कथा को टिके मध्य मध्य स्मरण करुवा बढ़िया कही अला खाओ गुंडी पान चार बढ़िया कही मध्य पादक देश बड़ यहाँ कही नी बर्तमान कह तेणु बढ़िया कौन कहला से आपण मैंने मन रखी श्रवण कीर्तन स्मरण पाद गज स्मरण कला लक्षे गंगा गंधु के भद्रात केतले गोटे फूल धरिकी जो मुह दे डाकिला प्रभु मत रक्षा कर बहु कौन करे सुदर्शन को पठेले भद्र को विनाश कर मुक्ति देले गज को रक्षा करी स्मरण आप सब दुख आसन करेंगे आप प्रार्थना कर गाड़ी चलेबे गाड़ी को भी धक्का करेंगे कि मन भीतर सब स्मरण अदाबिल मृत्यु बेलू स्मरण कला पुआ को स्मरण करूँ भगवान निजे पुआ नारायण भगवान नारायण श्रवण कीर्तन विष्णु स्मरण पाद सेवन पाद सेवन उपरे कथा कहूँ आप जीवन में कहार सेवा कर भावना आपण बापा को कौन घसी माँ को कौन घसी बड़ भाई की कौन घसी कौन घसी बढ़िया घसी नहीं मो बो पिला कौन कहते बढ़िया बो को घसी नहीं फेसबुक लक्षाधिक लोक हसी गई गर्वर कहूनी मुझे देखी ये कौन दुनिया बोला पूरा हसी मेडिकल किसी कौन बोला मारी आसी
ବସିଛନ୍ତି ମେଡିକାଲରେ ବାପା ସମସ୍ତଙ୍କୁ ପରିଚୟ କଲେ ମୋ ପୁଅ। ଆପଣମାନେ ଭାବୁଛନ୍ତି କି ଆଜି ସେ ମତେ ଗତି କରୁଛି, ସବୁଦିନେ ଘରୁ ଯେତେବେଳେ ସେ ଥାଏ ସେ ଗତି। ତେଣୁ ସଜ୍ଜନ, ଏହା ଠାରୁ ବଳି ବଡ଼ ଆଶୀର୍ବାଦ ଆଉ କଣ ହବ? ଏଇ ଯୋଉ ନୀଳମାଧବଙ୍କୁ ଆପଣ ଆଜି ଦର୍ଶନ କରିବାକୁ ଆସୁଛନ୍ତି, ମୁଁ ଜାଣିନାହିଁ ସେ କଥା। ବିଦ୍ୟାବାସ ବାବୁ କହୁଥିଲେ, ମୁଁ ଶୁଣିଛି ବୋଉ ଆସିଥିଲା ଏଇ ପୀଠକୁ ସତ୍ୟ ଜଗନ୍ନାଥଙ୍କୁ ଦେଖିବା ପାଇଁ। ସେ ନୀଳମାଧବଙ୍କୁ ଦେଖିକିରି କହିଲା, ଏ କାଳିଆ ତୁ ପୁରୀରେ କେତେ ଲୀଳା ଲଗେଇଛୁ, ଏଠି କାଉ କେହି ନାହିଁ। ଯଦି ଏଠି କେହି ନ ଆସିବେ ତାହେଲେ ମୁଁ ଆଉ ତୋ ଦର୍ଶନ। ସେ କେଉଁ ଭାବରେ କହିଥିଲା, ଆଜି ତା ଭାବକୁ ନେଇ ଆଜି ଆମ ନୀଳମାଧବ କ୍ଷେତ୍ର ସବୁବେଳେ ଚଳଚଞ୍ଚଳ ରହେ। ଅଚ୍ୟୁତ ସେଇଥିପାଇଁ ଦେଖିଲେ ଆପ ଆମ ପାଖରେ ସମୟ ନାହିଁ ଏତେ ବହୁତ କଥା କରିବାକୁ। ମୁଁ ସଂକ୍ଷିପ୍ତ କରିବାକୁ ଚାହୁଁଛି। ଯଦି ଆମ ବାଡ଼ି ବଗିଚାରେ ଆମେ ଗଛ ଲଗେଇ ପାରିବା, ଫୁଲ ଗଛ ଯିଏ ଲଗେଇ ପାରିବା, ସିଏ ମଧ୍ୟ ପାଦ। ଯଦି ଆଖି ବୁଜି ଲଲାଟ ଠାକୁରକୁ ଟିକେ ଧ୍ୟାନ କରିବା, 5 ମିନିଟ୍ ଧ୍ୟାନ କଲେ ସିଏ ବି ଗୋଟେ ମହାନ ପାଦ। ଆଉ ପାଦ ସେବା ଗୋବିନ୍ଦ 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 Samaram Kirtanam Vishnu Smaranam Pada Sevanam Archanam Archana କହିଲେ ପୂଜା। କିଛି ନହେଲେ ଗାଧେଇ ସାରିଲା ପରେ ସୂର୍ଯ୍ୟଙ୍କୁ ଟିକେ ତର୍ପଣ କରି ନମସ୍କାର ଟିକେ କର। ଏତିକି କରିପାରିବାନି? ଆମେ ପରା ହିନ୍ଦୁ, ଆମେ କରିପାରିବାନି ଏତିକି? ଆଚ୍ଛା, ଗାଧେଇ ସାରିଲା ପରେ ଆମେ ଇଏ ଗୋଟେ ପୂଜା ହେଲା ତୁଳସୀ ମୂଳରେ। ଆମ ଘର ଦୁଆର ମୂଳରେ ଯୋଉ ବୃନ୍ଦାବତୀ ତୁଳସୀ
ତାଙ୍କୁ ଟିକେ ନମସ୍କାର କରିବା, ତା ମୂଳରେ ଟିକେ ପାଣି, ସେ ଗୋଟେ ଔଷଧୀୟ ଗଛ, ତାକୁ ବଞ୍ଚେଇବା ଆମର ଦାୟିତ୍ୱ। ସବୁ କଥା ଲାଜ ମାରିବ, ତୁଳସୀ ମୂଳରେ ପାଣି ଦେଲେ କିଏ କାଳେ ହସିବ, ସୂର୍ଯ୍ୟକୁ ପାଣି ଟେକିଲେ କିଏ କାଳେ ଭାଗବତ ସେଇଥିପାଇଁ କହିଲେ ଲଜ୍ଜା राम कहते प्रभु, भरत कहते भाई अयोध्या अयोध्यार राज सिंहासन से आपणकर, अयोध्यार प्रजावृंद ये आपणकर, मु नुहे मोर आदा नुहे पुत्र कैकेयी पुत्र आप कौशल्यानंद। राम कहले तू कहते बापा आदेश जंगल को आई सतरे बापा गोटे चिठी देखे देखा चिठी देखा जो तालपत्र देखे बापा देखिए राम तो फेरिया बापा कौन अच्छा वस्त्र पूर्ण है भरी ये शरीर वस्त्र पूर्ण सब कौन हम जला हम पोड़ा हम पोता हम खबर दिया हम तथापि गर्भ तथापि दंभ तथापि दंभ भारत कहले भाई जाऊँगी आपणकर यही पादुका टिकट नहीं यही पादुका को मु रत्न सिंहासन राज्य सारा किंतु भाई मन रखु गोटे कथा कही जाऊँगी 14 वर्ष यदि गोटे घंटा भी
ବିଳମ୍ବ ହୁଏ ତାହେଲେ ମୁଁ ଅଗ୍ନିରେ ଧାନ ଦେଇପାରିବି। ଇଏ ହଉଛି ଭାଇ ଭାଇର ପ୍ରେମ, ଇଏ ହଉଛି ବାପ ପୁଅର ପ୍ରେମ। ରାମ କହିଛନ୍ତି ବାପା ମୋ ମା ତ ଶପଥ କରୁଛନ୍ତି କହିଛନ୍ତି ପୁଣି ଅଯୋଧ୍ୟାରେ ଫେରି ଆସିଲେ। ଯେଉଁ ମନ୍ଥରା ତାକୁ ପଠେଇଥିଲା ସେ ମନ୍ଥରା ଗୋଟେ ଘରେ ପଶିକି କାନ୍ଦୁଛି। ରାମ ଲକ୍ଷ୍ମଣ ସୀତା କହିଲେ ହନୁମାନ ମାଙ୍କୁ ପଚାରିଲେ ମା ମନ୍ଥରା କାହାକୁ ମନ୍ଥରା କହୁଛନ୍ତି ଛାଡ଼ିଦେଲେ କଲେ ଏଇ ଘରେ କାନ୍ଦୁଛି। ମନ୍ଥରାକୁ ତଳୁ ଉଠେଇକି ଆଲିଙ୍ଗନ କରି କହିଲେ ମନ୍ଥରା ତୋ ଲାଗି ଆଜି ମନୋଦମ୍ବର ଧନ୍ୟ ହେଇଛି। ଆଜି ସବୁ ଫେରି ଏତେ ଋଷିଙ୍କର ଆଶ୍ରମ ଦେଖିଛି ଏଇଭଳି ଭାବ ଆଗରେ ଯଦି ମୋ ବୁଝିଦେଲେ ହେଲେ ତେଣୁ ସଜ୍ଜନ ଶ୍ରବଣ କୀର୍ତ୍ତନ ତାପରେ ଭରତଙ୍କର ଯୋଉ ପାଦ ବନ୍ଦନ ପଦବନ୍ଦନ ସିଏ ଥିଲା। ଆମେ ବି ବନ୍ଦନ ଗାଉ ପାଠ ପଢିବା ବେଳେ ଗାଉଥିଲୁ ଏବେ ଗାଉଛନ୍ତି କି କଣ ଗାଉ ଶୁଣୁନି ଗାଉଛନ୍ତି
का घरे केते सुना अछि ताकू नबू का घरे केते टंका अछि ताकू नै बिल्डिंग करिबू जेते धरा पड़ू सेता खाइ सज्जन जी एरो हो देव परम अपराध सेवा ନିଜର ଭୁଲକୁ ମନେ ପକାଉଛନ୍ତି ଠିକ ମନେ ପକାଉଛନ୍ତି ଭୁଲକୁ ଏଇଠି ସଂଶୋଧନ କରି କରୁଛନ୍ତି ଆଉ ଏମିତି ଭୁଲ ଜୀବନରେ ଏଇ ଏତିକି ଆତ୍ମନିବେଦନ ଯଦି ଆମମାନଙ୍କ ଭିତରେ ରହିବ ତାହେଲେ ଆଉ ଯଦି ଦମ୍ଭରେ କହିବା ନା ମୁଁ ଭାରି ସୁନା ଥିଲା ତମେ ତ ମନେ ମନେ ସୁନା ହୁଅ ଆମକୁ କେମିତି ବିଜୟ ବୋଲି ପଚାରେ ଶରଣ ନିୟମର କାଟେ ନଗର ବିଷୟ ବିଚାରେ ଶରଣ ନିୟମର କାଟେ ନଗର ବିଷୟ ବିଚାରେ ପିତା ସେଇ ଲୋକ सज्जन ये जो माने धर्मकर्ता ग्रामवासी ये जो नीलमाधवंकर क्षेत्र गोटे नुआ करी वैकुंठ भवन एटी आरंभ होती एवं तार क्रीड़ा आज सुंदर भाव एमती लीला चली मूल पवित्र जननी गुदार्थ सबु कथारे गोटे कल्याण पवित्र द्वार विराजमान जो मैंने आसिक समस्त शुभकामना कर पूरा मैथुन तेरे मुझे कीर्तन नाचा भल पाए कि बेसी नाची किंतु नाचा आपण मना दिले मो गोड़ हाथ बना गोड़ हाथ पड़ी गली सागे सागे इलेक्ट्रोनिक चैनल मो ना बाहर करते बाबा बढ़िया आमर जो लोक गला गांधी गोपाई उत्सव बाबा तेणु आम समस्ते कीर्तन करवा राधा